ଇରାନରେ ପରିସ୍ଥିତି ଆହୁରି ଖରାପ ହେଉଛି। ତେହେରାନରେ ଏକଛତ୍ରବାଦୀ ନିପାତ ନାରା ପ୍ରତିଧ୍ୱନିତ ହେଉଛି। ହିଂସାତ୍ମକ ପ୍ରତିବାଦରେ ଅନେକ ଲୋକ ନିହତ ହୋଇଛନ୍ତି। ନୂତନ ବର୍ଷ ଆରମ୍ଭ ହେବା ସହିତ ଇରାନରେ ସର୍ବୋଚ୍ଚ ନେତା ଆୟତୋଲା ଅଲି ଖାମେନେଇଙ୍କ ବିରୋଧରେ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି। ଅନେକ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି ଏବଂ ଅବନତିଶୀଳ ଅର୍ଥନୀତି, ମୁଦ୍ରାସ୍ଫୀତି ଏବଂ ମୁଦ୍ରା ସଙ୍କଟ ବିରୋଧରେ ପ୍ରଦର୍ଶନରେ ସୁରକ୍ଷା ବାହିନୀର ଜଣେ ସଦସ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି। ଏହାକୁ ଗତ 3 ବର୍ଷ ମଧ୍ୟରେ ଦେଶର ସବୁଠାରୁ ବଡ଼ ଜନ ଆନ୍ଦୋଳନ ବୋଲି ବିବେଚନା କରାଯାଉଛି, ଯେଉଁଥିରେ ଏପର୍ଯ୍ୟନ୍ତ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖାମେନେଇଙ୍କ ବିରୋଧରେ ଆନ୍ଦୋଳନ ତୀବ୍ର ହେଉଛି। 2022 ପରେ ଇରାନରେ ପୁଣି ଥରେ ଏପରି ଏକ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି, ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆୟତୋଲା ଅଲି ଖାମେନେଇଙ୍କ ଶାସନକୁ ବିରୋଧ କରାଯାଇଥିବା ବେଳେ ଉଚ୍ଚ ମୁଦ୍ରାସ୍ଫୀତି ଏବଂ ବେକାରୀ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଇରାନବାସୀ। 10ଟି ବିଶ୍ୱବିଦ୍ୟାଳୟର ଛାତ୍ର ମଧ୍ୟ ଏହି ପ୍ରତିବାଦରେ ଯୋଗ ଦେଇଛନ୍ତି। ପ୍ରଦର୍ଶନ ଏବେ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଅନେକ ବର୍ଷର ଅସନ୍ତୋଷ ଏବେ ଜନତାଙ୍କ ମଧ୍ୟରେ ଆନ୍ଦୋଳନ ଘଟାଇଛି, ଯାହା ଇରାନରେ ଅଶାନ୍ତି ସୃଷ୍ଟି କରିଛି।